लक्ष्मीस्ते पंकजाख्ये निवसतु सदने भारती कंठदेशे वर्धन्तां बन्धुवर्गै प्रबलरिपुगणाः जान्तु पातालमूलम् देशे देशे च कीर्ति प्रभवतु भजतां कुन्दपुष्पं च शुभ्रम् जीवन्तु पुत्रपौत्रे सकलशुभकरम् कुर्वंस्तुते मंगलम। जय जगन्नाथ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ ମୋର ଚ୍ୟାନେଲ ଜ୍ୟୋତିଷରେ ଜାତକକୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ପୂର୍ବ ପାର୍ଟରେ ପଢ଼ିଥିଲେ ମଘା ନକ୍ଷତ୍ର ସିଂହ ରାଶି ବିଷୟରେ। ଆଜି ସେହି କ୍ରମରେ ପଢ଼ିବା ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶି ଅର୍ଥାତ୍ 11/5। ଆପଣ ଯେଉଁମାନଙ୍କର ଜାତକର ମଝିରେ ଦେଖନ୍ତୁ ଲେଖା ହେଇଥିବ 11/5, ଆପଣ ଜାଣିବେ ଯେ ଆପଣଙ୍କର ହେଲା ସିଂହ ରାଶି ବୋଲି। କି ସିଂହ? ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶି। ଏତିକି ଆପଣ ମାନେ ବୁଝନ୍ତୁ। ଆଚ୍ଛା, ତାହେଲେ ଯେଉଁମାନଙ୍କର ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶି ହେଇଥାଏ, ମୁଁ ପୂର୍ବରୁ କହିଛି ଯେଉଁମାନଙ୍କର ମଘା ନକ୍ଷତ୍ର ହେଇଛି ଆଉ ଯେଉଁମାନଙ୍କର ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶି ହେଇଥାଏ, ଏମାନେ ସାଧାରଣତଃ ସୁଖୀ ଜୀବନ ଯାପନଟିଏ କରନ୍ତି। ସୁଖ ତାଙ୍କ ଫରରେ ଥାଏ। ତା ମାନେ ଏତିକି ବୁଝନ୍ତୁ। ହଉ, ଆମେ ତାହେଲେ ତାଙ୍କ ବିଷୟରେ ଟିକେ ଜାଣିବା, ତାପରେ ଯାଇକିରି ସିଆଡ଼କୁ ଯିବା। ହଉ, ଠିକ ଅଛି ବନ୍ଧୁଗଣ। ଦେଖନ୍ତୁ, ଯେଉଁମାନଙ୍କର ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶି, ସେମାନଙ୍କର ଦଶା ସ୍ୱାମୀ ହେଉଛନ୍ତି ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ। ତାହେଲେ ଶୁକ୍ର କେତେ ବର୍ଷ? ବିଂଶୋତ୍ତରୀ ମହାଦଶାରେ ଶୁକ୍ର 20 ବର୍ଷ ବିତେଇଥାନ୍ତି। ତାହେଲେ ତାଙ୍କର ଦଶା ସ୍ୱାମୀ ହେଲେ ଶୁକ୍ର, ଯିଏକି 20 ବର୍ଷର ଅବଧି ତାଙ୍କର ଥାଏ। ଦେବତା ହେଉଛନ୍ତି ଭଗଦେବ। ତେଣୁ ସେମାନେ ଓଂ ଭଗାୟ ନମଃ ଏଇଭଳିଆ ମନ୍ତ୍ର ପାଠ କରି ଯଦି ସେ କିଛି ଶୁଭ କାର୍ଯ୍ୟକୁ ଯାଉଛନ୍ତି, ତାହେଲେ ତାଙ୍କର ନିଶ୍ଚିତ ଭାବରେ ସଫଳତା ପାଇବେ। ଆଉ ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଆମ ଶରୀରର କେଉଁ ଅଂଶ ଉପରେ ପ୍ରଭାବ ପକାନ୍ତି? ମୁଖ୍ୟ ହେଲା ସ୍ପାଇନାଲ କର୍ଡ, ହାର୍ଟ, ଓଠ ଆଉ ହାଡ଼। ଏତିକି ଉପରେ ପୂର୍ବା ଫାଲ୍ଗୁନୀ ନକ୍ଷତ୍ରଙ୍କର ଆଧିପତ୍ୟଟି ଥାଏ। ଆଉ ଯଦି ଆମେ ଆକୃତି ହିସାବରେ ଦେଖିବା ଯେ ସେ ପୂର୍ବା ଫାଲ୍ଗୁନୀ ନକ୍ଷତ୍ରଟି କେଉଁ ଭଳି ଦେଖିବା ପାଇଁ, ନା ସିଏ ଗୋଟେ ଖଟିଆ ଭଳିଆ ବା ଝୁଲୁଥିବା ଝୁଲା ଭଳିଆ ସେ ଦିଶନ୍ତି, ତାଙ୍କର ଆକୃତିଟି। ଆଉ ତାଙ୍କର ମଧ୍ୟ 4ଟି ଚରଣ ଥାଏ। ଆଉ 4ଟି ଚରଣ ସିଂହ ରାଶିରେ ହିଁ ଥାଏ, ଅନ୍ୟ କୌଣସି ରାଶିରେ ନଥାଏ। ତାହେଲେ ସେ 4ଟି ଚରଣ ଯୋଉ ସିଂହ ରାଶିରେ ରହିଛନ୍ତି, ତାହେଲେ ତାଙ୍କର ମାଲିକ କିଏ? ନା ମାଲିକ ହଉଛନ୍ତି ରବି, କାରଣ ସିଂହ ରାଶିର ମାଲିକ ବା ସ୍ୱାମୀ ହଉଛନ୍ତି ରବି। ଆଚ୍ଛା, ତାହେଲେ ଶୁଭ ସଂଖ୍ୟା ଯଦି ଦେଖିବା, ତାଙ୍କ ପାଇଁ ଶୁଭ ସଂଖ୍ୟାଟି ହଉଛି 9। ଆଉ ଯଦି ଅକ୍ଷର କଥା ବିଚାର କରିବା, ଅକ୍ଷର ହଉଛି ଏମ୍ ଆଉ ଟି, ଅର୍ଥାତ୍ ଓଡ଼ିଆରେ ମ ହବ ଆଉ ତ ବା ଟ ହବ। ଆଚ୍ଛା, ରଙ୍ଗଟି କେମିତି? ଲାଲ ରଙ୍ଗ ଆଉ ଧୂସର ରଙ୍ଗ। ଆଉ ଦିଗଟି କଣ? ନା ପୂର୍ବ ଆଉ ଅଗ୍ନି। ପୂର୍ବ ଦିଗ ତ ଆପଣ ମାନେ ବୁଝୁଛନ୍ତି। ଅଗ୍ନି କୋଣ କହିଲେ ଆମେ ଦକ୍ଷିଣ ଆଉ ପୂର୍ବ ଦିଗର କୋଣଟିକି କୁହାଯାଏ ଅଗ୍ନି କୋଣ। ଆଉ ବୃକ୍ଷ ହଉଛି ପଳାଶ ଗଛ। ଆଉ ବିବାହ ମେଳକରେ ସେମାନଙ୍କର ଯୋନି ହଉଛି ମୂଷିକ ଯୋନି, ଗଣ ହଉଛି ନରଗଣ ଆଉ ନାଡି ହଉଛି କ୍ରୋଡ଼ ନାଡି। ତାଙ୍କ ବିଷୟରେ ଏତିକି ଜାନକାରୀ ଆମେ ସଂଗ୍ରହ କଲେ, ଆମେ ଜାଣିଲେ ଯେ ସେ ପୂର୍ବା ଫାଲ୍ଗୁନୀ ନକ୍ଷତ୍ର କଣ ଆଉ ସିଏ କିଭଳି ଭାବରେ ତାଙ୍କର କୋଉ ଉପରେ ସବୁ ବେଶୀ ପ୍ରଭାବ ପକାଉଛନ୍ତି। ତାହେଲେ ବନ୍ଧୁଗଣ, ଏଇ ଜିନିଷ ଗୁଡ଼ିକ ଯଦି ଆପଣ ମାନିକିରି ଚଳିବେ, ଅର୍ଥାତ୍ ଆପଣଙ୍କର ଶୁଭ ସଂଖ୍ୟା କିଛି ଯଦି ସଂଖ୍ୟା ଆପଣଙ୍କର କୋଉଥିରେ ଦରକାର ପଡୁଛି, ଆପଣ 9 ସଂଖ୍ୟା ଟିକି ଚଏସ୍ କରିପାରିବେ। ଅକ୍ଷର ଯଦି କିଛି ଆପଣଙ୍କୁ
ଚଏସ୍ କରିବାକୁ ପଡୁଛି ତାହେଲେ ଏମ୍ ଅକ୍ଷରକୁ ଆଉ ଟି ଅକ୍ଷରକୁ ଆପଣ ଚଏସ୍ କରିପାରିବେ। ଆଉ ରଙ୍ଗ ହିସାବରେ ଲାଲ ରଙ୍ଗକୁ ଆପଣ ପସନ୍ଦ କରିପାରିବେ, ଧୂସର ରଙ୍ଗକୁ ପସନ୍ଦ କରିପାରିବେ। ତାହେଲେ ବନ୍ଧୁଗଣ ଦେଖନ୍ତୁ ଆପଣଙ୍କର ଜୀବନଟି ସରସ ସୁନ୍ଦର ହବ। ଯେଉଁ ପୂର୍ବ ଯୁଗର ବା ପୁରାଣ ଯୁଗର ମୁନି ଋଷି ମାନେ ଯେଉଁ ପ୍ରକାର ସବୁ ଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି, ସବୁ ଆମରି ମାନଙ୍କର ମଙ୍ଗଳ ପାଇଁ, ସଂସାରର ହିତ ପାଇଁ ସେମାନେ ତାଙ୍କର ସାରା ଜୀବନ ଉତ୍ସର୍ଗ କରିଛନ୍ତି ଜ୍ଞାନ ବାଣ୍ଟି ବାଣ୍ଟି କରି। ତାହେଲେ ଆମେ ସେଇମାନଙ୍କର ଯେଉଁ ବହୁମୂଲ୍ୟ ମତ ସେମାନେ ଦେଇଛନ୍ତି ତାକୁ ଯଦି ଆମେ ମାନିକରି ଚଳିବା ତାହେଲେ ନିଶ୍ଚିତ ଭାବରେ ଆମେ ସୁସ୍ଥ ସରସ ସୁନ୍ଦର ଜୀବନଯାପନଟିଏ କରିପାରିବା। ତାହେଲେ ବନ୍ଧୁଗଣ ଏବେ ଦେଖିବା ଯେ ଯେଉଁମାନେ ପୂର୍ବା ଫାଲ୍ଗୁନୀ ନକ୍ଷତ୍ରର ଅନ୍ତର୍ଭୁକ୍ତ ହେଇଥାନ୍ତି ସେମାନେ ମୁଖ୍ୟତଃ କେଉଁ କେଉଁ କ୍ଷେତ୍ରରେ କାମ କରିବା ପାଇଁ ତାଙ୍କୁ ଭଲ ଲାଗେ ବା ତାଙ୍କର ରୁଚିଟି କ'ଣ? ଦେଖନ୍ତୁ ଏମାନେ ମଧ୍ୟ ସରକାରୀ ଚାକିରି କରିବା ପାଇଁ ଭଲ ପାଆନ୍ତି ଆଉ ନେତୃତ୍ୱ ନେବା ପାଇଁ ଚାହାନ୍ତି, କାହିଁକିନା ସେ ରାଶିଟି ସେଇଭଳି। ସିଂହ ରାଶିର ବ୍ୟକ୍ତି ବିଶେଷ ସେମାନେ କ'ଣ ନେତୃତ୍ୱ ନେବା ପାଇଁ ଚାହାନ୍ତି। ସେମାନେ କାହା ଅଣ୍ଡରରେ ରହିକରି କାମ କରିବା ତାଙ୍କୁ ମୋଟେ ଆଦୌ ପସନ୍ଦ ଲାଗେ ନାହିଁ। ସେମାନେ କ'ଣ କରନ୍ତି ନା ସେମାନେ ଚାହାନ୍ତି ମୋ କଥା ଲୋକ ମାନନ୍ତୁ, ମୁଁ ଯୋଉଟା ଆଡଭାଇସ୍ କରୁଛି ସେଇଟା ସେ ମାନନ୍ତୁ। ଏଇଭଳିଆ ସ୍ୱଭାବର ଲୋକ ସେମାନେ ହେଇଥାନ୍ତି। ଏମାନେ ମୁଖ୍ୟତଃ କଳାପ୍ରିୟ ଲୋକ ବି ହେଇଥାନ୍ତି, ଡ୍ୟାନ୍ସର, ସିଙ୍ଗର, ଏଇଭଳି ସବୁ ବିଭିନ୍ନ ପ୍ରକାର କଳା ଜ୍ଞାନରେ ମଧ୍ୟ ସେମାନେ ପାରଙ୍ଗମ ହେଇଥାନ୍ତି। ଆଉ ଫ୍ୟାସନ ଡିଜାଇନର, ଯେତେ ପ୍ରକାର ଡିଜାଇନର ଅଛି ତାକୁ ସିଏ ତାକୁ କ'ଣ କରନ୍ତି ତାଙ୍କ ଦ୍ୱାରା ସେଇଟା ହେଇପାରେ କାହିଁକି ସେମାନେ ନିଟ୍ ଆଣ୍ଡ କ୍ଲିନ୍ ଭାବରେ କାମଟି କରିପାରନ୍ତି। କାରଣ ଏଇ ଯେଉଁ ଜିନିଷ ଗୁଡ଼ିଏ କରିବା ପାଇଁ ହେଲେ ସେତିକି ଧୈର୍ଯ୍ୟ ଶକ୍ତିର ଆବଶ୍ୟକତା ଥାଏ। ସମସ୍ତଙ୍କର ସେ ଧୈର୍ଯ୍ୟ ଶକ୍ତିଟି ନଥାଏ। ଆଉ କ'ଣ କରନ୍ତି ମୁଖ୍ୟତଃ ଏମାନେ ସାଜସଜା ସମ୍ବନ୍ଧୀୟ ଯେତେ ପ୍ରକାର ଡେକୋରେସନ, ଜିମ୍ ଟ୍ରେନର, ଟୁର ଆଣ୍ଡ ଟ୍ରାଭେଲ, ଏମାନେ ବିଭିନ୍ନ ଆଡ଼େ ବୁଲିବାକୁ ତାଙ୍କୁ ଭାରି ଭଲ ଲାଗେ। ବୁଲିବା କାମ ହେଲେ ତାଙ୍କୁ ଭାରି ପସନ୍ଦ ଲାଗେ। ଏମାନେ ଭ୍ରମଣ ପ୍ରିୟ, ସିଂହ ରାଶିର ବ୍ୟକ୍ତି ବିଶେଷ ଏମାନେ ଭ୍ରମଣ ପ୍ରିୟ, ବିଭିନ୍ନ ଆଡ଼େ ବୁଲିବା, ନୂଆ କଥା ଦେଖିବା, ନୂଆ କଥା ଜାଣିବା ତାଙ୍କ ମନ ଭିତରେ ଭାରି ଆଗ୍ରହଟି ଥାଏ। ଏମାନେ ଶିକ୍ଷକ ହେଇପାରନ୍ତି, ଭଲ ଶିକ୍ଷକଟିଏ ହେଇପାରନ୍ତି, ଅଧ୍ୟାପକଟିଏ ହେଇପାରନ୍ତି, ପ୍ରଫେସରଟିଏ ହେଇପାରନ୍ତି। ଆଉ ନାଟକରେ ମଧ୍ୟ ଭାଗ ନିଅନ୍ତି, ବିଭିନ୍ନ ପ୍ରକାର ରୋଲ ବି କରିପାରନ୍ତି। ଏମାନେ ମୁଖ୍ୟତଃ ହାସ୍ୟ ଅଭିନେତା ଭଲ ହେଇପାରନ୍ତି। ଆଉ ଯଦି ବ୍ୟବସାୟ କରନ୍ତି ଏମାନେ ମଧ୍ୟ ବହୁତ ବଡ଼ ବଡ଼ ବ୍ୟବସାୟ କରନ୍ତି, ମୁଖ୍ୟତଃ କପଡ଼ା ବ୍ୟବସାୟ ଯଦି ଏମାନେ କରନ୍ତି ଆଙ୍କ ପାଇଁ ବହୁତ ଭଲ ରହିବ। ଆଉ ଏମାନେ ବହୁତ ବୁଦ୍ଧିମାନ ଲୋକ ହେଇଥାନ୍ତି, ତାଙ୍କର ବୁଦ୍ଧି ବହୁତ ଥାଏ, ଗୁଣବାନ ହେଇଥାନ୍ତି, ତେଜସ୍ୱୀ ହେଇଥାନ୍ତି। କିନ୍ତୁ ବୁଦ୍ଧି ଥିଲେ କ'ଣ ହବ, ଭଲ ବୁଦ୍ଧି ଅଛି କିନ୍ତୁ ବେଳେ ବେଳେ ପଛ ବୁଦ୍ଧିଆ ହେଇଯାଆନ୍ତି। କାହିଁକି? ଓଭର କନଫିଡେନ୍ସ। ସିଂହ ରାଶିର ବ୍ୟକ୍ତି ବିଶେଷ ସେମାନେ ଓଭର କନଫିଡେନ୍ସରେ ବଞ୍ଚନ୍ତି, ହଁ ଦେଖାଯିବ ଯାହା ହବ, ଏଇଭଳିଆ ମନୋବୃତ୍ତିର। ତେଣୁ ସେଥିପାଇଁ ତାଙ୍କୁ ବେଳେ ବେଳେ ସଫଳତା ମିଳେ ନାହିଁ। ଆଉ ଏମାନେ ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟ ହେଇଥାନ୍ତି, ବହୁତ ବଡ଼ ବଡ଼ ଉଦ୍ୟୋଗ ପ୍ରତିଷ୍ଠା କରିଥାନ୍ତି। ଆଉ ଏମାନଙ୍କୁ ପୋଷଣାହାରୀ କୁହାଯାଏ। ତା ଅର୍ଥ ଇଏ ଯଦି ଗୋଟିଏ କିଛି କମ୍ପାନୀ ଖୋଲିଛନ୍ତି ତା ଦେହରେ ଯଦି ଶହ ଶହ ଲୋକ କାମ କରୁଛନ୍ତି, ଶହ ଶହ ଲୋକ କାମ କରିବାର ଅର୍ଥ ଇଏ ସେ ଶହ ଶହ ଲୋକଙ୍କର ପରିବାରକୁ ପୋଷୁଛନ୍ତି। ତେଣୁ ତାଙ୍କୁ ସେଥିପାଇଁ କୁହାଯାଏ ପୋଷଣାହାରୀ ବୋଲି କୁହାଯାଏ। ଆଉ ଏମାନେ ବହୁତ ଆକର୍ଷଣ ବ୍ୟକ୍ତିତ୍ୱ ଏମାନେ ହେଇଥାନ୍ତି। ଆଉ ବହୁତ ଇମାନଦାରର ସହ କାମ କରନ୍ତି, ତାଙ୍କର ଦାୟିତ୍ୱ ଜ୍ଞାନ ଥାଏ। ସେ ଯେଉଁ କାମରେ ଲାଗିଥାନ୍ତି ସେ କାମଟି ନ ସରିବା ପର୍ଯ୍ୟନ୍ତ ତାଙ୍କୁ ଭଲ ଲାଗେ ନାହିଁ। ଆଉ ଏମାନେ ବହୁତ ବଫାଦାର ହେଇଥାନ୍ତି, ବିଶ୍ୱାସୀ, କିନ୍ତୁ ଉଦାର ସ୍ୱଭାବର ହେଇଥାନ୍ତି। ଏମାନେ ବହୁତ ଉଦାର ସ୍ୱଭାବର ହେଇଥାନ୍ତି। ଆଉ ବିପଦ ବେଳେ ଏମାନେ ଡରି ଯାଆନ୍ତି ନାହିଁ, କି ସମ୍ପଦ ବେଳେ ଉତ୍ଫୁଲ୍ଲିତ ହେଇ ପଡ଼ନ୍ତି ନାହିଁ।
ଯେତେବେଳେ ବିପଦଟି ଆସିଯାଏ ଅନ୍ୟ ଲୋକମାନେ ଡରି ଯାଆନ୍ତି, କିନ୍ତୁ ସିଂହ ରାଶିର ବ୍ୟକ୍ତି ବିଶେଷ ଡରନ୍ତି ନାହିଁ ବିପଦ ଆସିଲେ। ତେଣୁ ସେମାନେ କ'ଣ କରନ୍ତି? ଆମର ସାଧାରଣ ଦେଖନ୍ତୁ ବନ୍ଧୁଗଣ, ଗୋଟେ କଥା ହେଉଛି, ଶାସ୍ତ୍ରରେ କୁହାଯାଇଛି ସମ୍ପତ୍ସୁ ମହତାಂ ଚିତ୍ତମ ଭବେଦୁତ୍ପଳ କୋମଳମ୍ ଆପତ୍ସୁତ ମହାଶୈଳ ଶିଳା ସଂଘାତ କର୍କଶମ୍। ତା ଅର୍ଥ, ସମ୍ପଦ ସମୟରେ ଭାରି କୋମଳ ଥାନ୍ତି, କିନ୍ତୁ କେତେ ଲୋକ ଅଛନ୍ତି ଯଦି ତାଙ୍କର କିଛି ଗୋଟେ ଉନ୍ନତି ହେଇଗଲା ତାଙ୍କ ମନ ଭିତରେ ଗର୍ବ ପଶିଯାଏ। ସିଏ ନିଜକୁ ଭାବନ୍ତି ମୁଁ ସବୁଠାରୁ ବଡ଼, କିନ୍ତୁ ଏମାନେ ଭାବନ୍ତି ନାହିଁ ଆମେ ହେତିକି ବଡ଼। କିନ୍ତୁ ଗୋଟିଏ ଜିନିଷକୁ ସିଏ କେବେ ଭୁଲନ୍ତି ନାହିଁ, ସେଇଟା ହେଲା ତାଙ୍କର ଆତ୍ମସମ୍ମାନ। ସେ ଆତ୍ମସମ୍ମାନରେ ଯେମିତି କେବେ ଆଞ୍ଚ ଆସିବ ନାହିଁ। ଆଉ ଭ୍ରମଣ ପ୍ରିୟ ହେଇଥାନ୍ତି। ଆଉ ଯେତେ ପ୍ରକାର କଳା ଜ୍ଞାନ ଅଛି ସେ ପ୍ରତି ମଧ୍ୟ ତାଙ୍କର ରୁଚି ଥାଏ। ଆଉ ମୁଖ୍ୟତଃ ଏମାନେ ଯେହେତୁ ସିଂହ ରାଶିର ଅନ୍ତର୍ଭୁକ୍ତ, ସେମାନଙ୍କୁ ରବି କ୍ଷେତ୍ରୀ କୁହାଯାଏ। ତା ଅର୍ଥ ତାଙ୍କ ରାଶିର ମାଲିକ ହେଉଛନ୍ତି ରବି। ଏମାନେ ମନୁଷ୍ୟ ଗଣ ଆଉ ମାନି ସ୍ୱଭାବର ଲୋକ, ମାନ ସମ୍ମାନ ପ୍ରିୟ ଲୋକ, କିନ୍ତୁ କ୍ଷମାଶୀଳ। ମୁଁ ଆଗରୁ କହିଛି ଦଣ୍ଡିବା ଶକ୍ତି ଯାହାର ଥାଏ ସେ ପୁଣି କ୍ଷମା ଆଚର। ତେଣୁ ତାଙ୍କର ଦଣ୍ଡ ଦେବାର ଶକ୍ତି ବି ଥାଏ, କ୍ଷମା ଦେବାର ଶକ୍ତି ବି ଥାଏ। ଆଉ ଶାସ୍ତ୍ର ପ୍ରବୀଣ ହେଇଥାନ୍ତି। ଏମାନେ ବହୁତ ଶାସ୍ତ୍ରର ଗଭୀର ଭାବକୁ ଯାଇଥାନ୍ତି। ବଚନଟି ଭାରି କଅଁଳିଆ କଥାଟିଏ, କୋମଳ ବଚନ, କିନ୍ତୁ କ୍ଷଣ କପି, ହଠାତ୍ କରି ରାଗିଯିବେ। ବୈରାଗୀ ସ୍ୱଭାବର। ତା ମାନେ ହେଉଛି, ହଁ ବିଳାସ ବ୍ୟସନରେ ସେମାନେ ରହିବାକୁ ଭଲ ପାଆନ୍ତି, କିନ୍ତୁ ଯେମିତି ସେ ପଦ୍ମ ପତ୍ରରେ ପାଣି ଲାଗିଲା ଭଳିଆ ସେ ସେଥିରେ ମିଶନ୍ତି ନାହିଁ। ଆଉ ମୁଖ୍ୟତଃ ଏମାନଙ୍କର ବଦଗୁଣ ହେଉଛି କ'ଣ ନା, ଏମାନେ ଏକରେ ରାଗୀ ଲୋକ, କ୍ରୋଧୀ ଲୋକ। ଆଉ ବନ୍ଧୁଗଣ, ଆପଣଙ୍କର ରାଶି ଏଇ ଯେଉଁ ଉତ୍ତରା ଫାଲ୍ଗୁନି, ପୂର୍ବା ଫାଲ୍ଗୁନି ସିଂହ ରାଶିର ଲୋକ, ଆପଣମାନେ ଟିକେ ଗୋଟିଏ ଜିନିଷକୁ ସତର୍କ ହେଇଥିବେ। ଯେତେ ପ୍ରକାର ଜୁଆ, ସଟା, ଲଟେରୀ ଏଇ ପ୍ରକାର ଜିନିଷ ସବୁ ଅଛି, ଆପଣ ସେଥିରୁ ଦୂରେଇକିରି ରୁହନ୍ତୁ। ଜୁଆ ଖେଳନ୍ତୁ ନାହିଁ। ଜୁଆ ଖେଳିଲେ ଆପଣ ସର୍ବଶାନ୍ତ ହେଇଯିବେ। ଆଉ ଗୋଟିଏ ଜିନିଷ, କୌଣସି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ। ନିଶା ଦ୍ରବ୍ୟ ଆଡ଼କୁ ଯିବେ ନାହିଁ, ଜୁଆ ଆଡ଼କୁ ଯିବେ ନାହିଁ। ଏମାନେ ଖାଦ୍ୟ ପ୍ରିୟ ହେଇଥାନ୍ତି। ଏମାନେ ମୁଖ୍ୟତଃ ଗୌର ବର୍ଣ୍ଣ ହେଇଥାନ୍ତି। ସବୁ ଶାସ୍ତ୍ରରେ ପ୍ରବୀଣ ହେଇଥାନ୍ତି। ଦେହଟି ତାଙ୍କର ଶିରା ବହୁଳ ହେଇଥାଏ। ଫିଜିକାଲି ବି ଷ୍ଟ୍ରଙ୍ଗ। ସେମାନେ ଯେତିକି ସତର୍କତା ଅବଲମ୍ବନ କରିବା କଥା ବନ୍ଧୁଗଣ, ଯେମିତି ଗୋଟେ ହେଲା ଜୁଆ ଖେଳିବେ ନାହିଁ, କୌଣସି ନିଶା ଦ୍ରବ୍ୟ ସେବନ କରିବେ ନାହିଁ, ଆଉ ହଠାତ୍ କରି ରାଗିଗଲେ କାହାକୁ କିଛି ଆକ୍ସନ ନେବେ ନାହିଁ। ଏଇ କଥାଟି ମନେ ରଖିଥିବେ, ତାହେଲେ ଆପଣ ନିଶ୍ଚିତ ଭାବରେ ଗୋଟେ ସରସ ସୁନ୍ଦର ଜୀବନ ଯାପନଟିଏ କରିପାରିବେ। ହଉ ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ନିଶ୍ଚିତ ଭାବରେ ବୁଝି ସାରିବେଣି। ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।